ସେମାନଙ୍କର ଉଦ୍ଦେଶ୍ୟ ଥିଲା ଭାରତର ମସଲା ଏବଂ ସୂତା କପଡ଼ା ପରି ଜିନିଷ ଶସ୍ତାରେ ନେଇ ୟୁରୋପରେ ମହଙ୍ଗା ଦାମରେ ବିକିବେ ଏବଂ କମ୍ପାନୀର ପ୍ରତିନିଧି ମୁଗଲ ବାଦଶାହ ଜାହାଙ୍ଗୀରଙ୍କ ଦରବାରରେ କହିଥିଲେ ସେ ସେଠାକୁ କେବଳ ବ୍ୟବସାୟ କରିବାକୁ ଆସିଛନ୍ତି। କମ୍ପାନୀକୁ ବ୍ୟବସାୟୀରୁ ଶାସନକୁ ଯିବା ପାଇଁ ସବୁଠାରୁ ବଡ଼ ସମୟ ଆସିଲା 1757 ମସିହାରେ ହୋଇଥିବା ପଲାସି ଯୁଦ୍ଧ ପରେ। କିନ୍ତୁ ବ୍ରିଟିଶ ସେନାପତି ରବର୍ଟ କ୍ଲାଇଭ୍ ଜାଣିଥିଲେ ଯେ ସିରାଜଉଦ୍ଦୌଲାଙ୍କୁ ସିଧାସଳଖ ଯୁଦ୍ଧରେ ହରାଇବା ସହଜ ନୁହେଁ। ତେଣୁ ସେ ନବାବଙ୍କ ମୁଖ୍ୟ ସେନାପତି ମୀର ଜାଫରଙ୍କ ସହ ଏକ ଗୁପ୍ତ ଚୁକ୍ତି କରିଥିଲେ ଆଉ ଏହାର ପରିଣାମ ସ୍ୱରୂପ 1770 ମସିହାରେ ବେଙ୍ଗଲରେ ଏକ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା ଯାହାକୁ ଦ ଗ୍ରେଟ୍ ବେଙ୍ଗଲ ଫେମିନ୍ ମଧ୍ୟ କୁହାଯାଏ। ଏହି ସବୁ ଘଟଣା କେବଳ ଗୋଟିଏ କମ୍ପାନୀର ଲୋଭ ଏବଂ ଶୋଷଣର ପରିଣାମ ସ୍ୱରୂପ ହୋଇଥିଲା। କଳ୍ପନା କରନ୍ତୁ ଆଜି କୌଣସି ଏକ ବଡ଼ କମ୍ପାନୀ ଯେମିତିକି ଆମାଜନ କିମ୍ବା ରିଲାଏନ୍ସ କୌଣସି ଦେଶକୁ ବ୍ୟବସାୟ କରିବା ପାଇଁ ଯାଉଛି କିନ୍ତୁ କିଛି ବର୍ଷ ପରେ ସେହି ଦେଶର ଶାସନ ଗାଦିକୁ ମାଡ଼ି ବସୁଛି ଏବଂ ସେଠାକାର ଲୋକମାନଙ୍କୁ ନିଜର ଗୁଲାମ ବନାଇ ଦେଇଛି। ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ହିଁ ଥିଲା ଭାରତର କଳା ଇତିହାସ। ଆମେ ସବୁବେଳେ କହିଥାଉ ଯେ ବ୍ରିଟିଶ ସରକାର ଆମକୁ 200 ବର୍ଷ ଶାସନ କରିଥିଲେ କିନ୍ତୁ ସତ ହେଉଛି ଭାରତକୁ କୌଣସି ସରକାର ନୁହେଁ ବରଂ ଗୋଟିଏ ପ୍ରାଇଭେଟ କମ୍ପାନୀ ଗୁଲାମ ବନାଇଥିଲା। ମାତ୍ର 125 ଜଣ ସେୟାର ହୋଲ୍ଡର ଏବଂ 72,000 ୟୁରୋକୁ ନେଇ ତିଆରି ହୋଇଥିବା ଏକ ବ୍ରିଟିଶ କମ୍ପାନୀ ଯିଏ କେବଳ ବ୍ୟାପାର କରିବା ପାଇଁ ଆସିଥିଲା। ତେବେ ସେ କେମିତି ଦୁନିଆର ସବୁଠାରୁ ଶକ୍ତିଶାଳୀ ମୁଗଲ ସାମ୍ରାଜ୍ୟକୁ ଧୂଳି ଚଟାଇଲା ଏବଂ କିପରି ଭାବେ ସେମାନେ ବ୍ୟବସାୟୀରୁ ଶାସକ ବନିଗଲେ। ତେବେ ଆସନ୍ତୁ ଜାଣିବା ଇଷ୍ଟ ଇଣ୍ଡିଆ କମ୍ପାନୀର ସେହି ରକ୍ତ ଭିଜା କାହାଣୀ। ଯେତେବେଳେ 1608 ମସିହାରେ ବ୍ରିଟିଶର୍ସ ମାନେ ପ୍ରଥମ କରି ଭାରତ ଆସିଥିଲେ ସେତେବେଳେ ଭାରତ କୌଣସି ଗରିବ ଦେଶ ନଥିଲା। ସେତେବେଳେ ଭାରତକୁ ସୁନାର ଚଢ଼େଇ ବୋଲି କୁହାଯାଉଥିଲା ଏବଂ ତଥ୍ୟ ଅନୁଯାୟୀ ସେହି ସମୟରେ ବିଶ୍ୱର ମୋଟ ଅର୍ଥନୀତିର 25% ଭାଗ କେବଳ ଭାରତ ପାଖରେ ଥିଲା। ଆଜି ଯେମିତି ଚୀନ ଏବଂ ଆମେରିକା ଉତ୍ପାଦନରେ ଆଗରେ ଅଛନ୍ତି ସେତେବେଳେ ଭାରତ ଥିଲା ବିଶ୍ୱର ମ୍ୟାନୁଫ୍ୟାକ୍ଚରିଂ ହବ୍। ସାରା ଦୁନିଆରେ ଭାରତର ମସଲା ସୂତା କପଡ଼ା ଏବଂ ନୀଳର ଚାହିଦା ଥିଲା ଆଉ ସେପଟେ ୟୁରୋପର ଦେଶଗୁଡ଼ିକ ଭାରତ ତୁଳନାରେ ବହୁତ ଗରିବ ଦେଶ ଥିଲେ। ଏହାପରେ 1600 ମସିହାରେ ଲଣ୍ଡନର କିଛି ବ୍ୟବସାୟୀ ମିଶି ଇଷ୍ଟ ଇଣ୍ଡିଆ କମ୍ପାନୀର ଗଠନ କଲେ ଏବଂ ଭାରତ ସହ ବ୍ୟବସାୟ କରିବା ପାଇଁ କୁଇନ୍ ଏଲିଜାବେଥ ୱାନ୍‌ଙ୍କ ଠାରୁ ଅନୁମତି ପତ୍ର ଆଣିଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ଭାରତର ମସଲା ଏବଂ ସୂତା କପଡ଼ା ପରି ଜିନିଷ ଶସ୍ତାରେ ନେଇ ୟୁରୋପରେ ମହଙ୍ଗା ଦାମରେ ବିକିବେ। ଏହାପରେ ଅଗଷ୍ଟ 1608 ମସିହା ହେକ୍ଟର ନାମକ ଏକ ବ୍ରିଟିଶ ଜାହାଜ ସୁରଟ ବନ୍ଦରରେ ପହଞ୍ଚିଲା ଏବଂ କମ୍ପାନୀର ପ୍ରତିନିଧି ସାର୍ ଥୋମାସ ର ମୁଗଲ ବାଦଶାହ ଜାହାଙ୍ଗୀରଙ୍କ ଦରବାରରେ କହିଥିଲେ ସେ ସେଠାକୁ କେବଳ ବ୍ୟବସାୟ କରିବାକୁ ଆସିଛନ୍ତି। ଯାହାପରେ ମୁଗଲ ବାଦଶାହ ତାଙ୍କୁ ଜଣେ ଛୋଟ ବ୍ୟବସାୟୀ ଭାବି ପ୍ରଥମେ ଗୋଦାମ ଘର ଏବଂ ପରେ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଅନୁମତି ଦେଇଥିଲେ ଆଉ ଏହା ହିଁ ଥିଲା ଭାରତର ସବୁଠାରୁ ବଡ଼ ଭୁଲ। ଧୀରେ ଧୀରେ କମ୍ପାନୀ ମାଦ୍ରାସ ବମ୍ବେ ଏବଂ କଲିକତାରେ ନିଜର ଗୋଦାମ ଘର ବନାଇଲା ଆଉ ସେମାନେ ଦେଖିଲେ ଯେ ମୁଗଲ ସାମ୍ରାଜ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହି ଅଶାନ୍ତିର ଫାଇଦା ଉଠାଇବା ପାଇଁ ସେମାନେ ଡିଭାଇଡ୍ ଆଣ୍ଡ ରୁଲ୍‌ର ନୀତି ଆପଣାଇଲେ ଆଉ ଜଣେ ରାଜାଙ୍କ ବିରୁଦ୍ଧରେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା ବାହାନାରେ ନିଜର ସୈନ୍ୟବାହିନୀକୁ ବଢ଼ାଇବାକୁ ଲାଗିଲେ। କମ୍ପାନୀକୁ ବ୍ୟବସାୟୀରୁ ଶାସନକୁ ଯିବା ପାଇଁ ସବୁଠାରୁ ବଡ଼ ସମୟ ଆସିଲା 1757 ମସିହାରେ ହୋଇଥିବା ପଲାସି ଯୁଦ୍ଧ ପରେ। ପଲାସି ଯୁଦ୍ଧ ଯାହା ବଙ୍ଗଳାର ନବାବ ଏବଂ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ହୋଇଥିଲା। ଏହି ଯୁଦ୍ଧ ପଛରେ ଅନେକ ଗୁଡ଼ିଏ କାରଣ ରହିଥିଲା ଯେମିତିକି ବ୍ରିଟିଶ ମାନେ ମୁଗଲ ସମ୍ରାଟଙ୍କ ଠାରୁ ପାଇଥିବା ବାଣିଜ୍ୟିକ ସୁବିଧାର ଅପବ୍ୟବହାର କରୁଥିଲେ ଯାହାଦ୍ୱାରା ରାଜ୍ୟର ରାଜକୋଷର କ୍ଷତି ହେଉଥିଲା ଆଉ ନବାବଙ୍କ ବିନା ଅନୁମତିରେ ଏବଂ ବିରୋଧ କରିବା ସତ୍ତ୍ୱେ ବ୍ରିଟିଶ ମାନେ କଲିକତାର ଫୋର୍ଟ ୱିଲିୟମ ଦୁର୍ଗର ସୁରକ୍ଷା ପାଚେରୀ ନିର୍ମାଣ କରିଥିଲେ। ଏହା ସହିତ ଆଉ ଏକ କାରଣ ଥିଲା ବ୍ଲାକ୍ ହୋଲ୍ ଟ୍ରାଜେଡି। ନବାବ ସେହି ଫୋର୍ଟ ୱିଲିୟମ ଦୁର୍ଗକୁ ଆକ୍ରମଣ କରିବା ସମୟରେ କିଛି ବ୍ରିଟିଶ ସୈନ୍ୟଙ୍କୁ ଏକ ଛୋଟ କୋଠରୀରେ ବନ୍ଦ କରିଦେଇଥିଲେ ଯାହାଦ୍ୱାରା ଅଣନିଶ୍ୱାସୀ ହୋଇ ଅନେକ ବ୍ରିଟିଶ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ଯାହା ଇଂରେଜମାନଙ୍କୁ ଯୁଦ୍ଧ କରିବା ପାଇଁ କ୍ରୋଧିତ କରିଥିଲା। କିନ୍ତୁ ବ୍ରିଟିଶ ସେନାପତି ରବର୍ଟ କ୍ଲାଇଭ୍ ଜାଣିଥିଲେ ଯେ ସିରାଜଉଦ୍ଦୌଲାଙ୍କୁ ସିଧାସଳଖ ଯୁଦ୍ଧରେ ହରାଇବା ସହଜ ନୁହେଁ। ତେଣୁ ସେ ନବାବଙ୍କ ମୁଖ୍ୟ ସେନାପତି ମୀର ଜାଫରଙ୍କ ସହ ଏକ ଗୁପ୍ତ ଚୁକ୍ତି କରିଥିଲେ। ସେ ମୀର ଜାଫରଙ୍କୁ ନବାବ କରିବାର ଲୋଭ ଦେଖାଇ ତାଙ୍କୁ ନିଜ ସପକ୍ଷକୁ ଆଣିଥିଲେ ଯାହାଦ୍ୱାରା ଯୁଦ୍ଧ ଦିନ ନବାବଙ୍କ ପାଖରେ ଏକ ବିଶାଳ ସେନାବାହିନୀ ଥିବା ସତ୍ତ୍ୱେ ମୁଖ୍ୟ ସେନାପତିଙ୍କର ବିଶ୍ୱାସଘାତକତା ଯୋଗୁଁ ସେନାର ଏକ ବଡ଼ ଅଂଶ ଯୁଦ୍ଧରେ ଭାଗ ସୁଦ୍ଧା ନେଇନଥିଲେ। ଫଳସ୍ୱରୂପ ଯୁଦ୍ଧରେ ନବାବ ପରାଜୟ ହୋଇଥିଲେ ଏବଂ ଏହାପରେ ତାଙ୍କୁ ମୀର ଜାଫରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ଲଣ୍ଡନର ଇଣ୍ଡିଆ ହାଉସ୍ ଲାଇବ୍ରେରୀରେ ଥିବା ଦସ୍ତାବେଜ ଅନୁସାରେ ପଲାସି ଯୁଦ୍ଧ ସମୟରେ ଇଂରେଜମାନଙ୍କ ପାଖରେ ମାତ୍ର 300 ସୈନିକ ଥିଲେ ଆଉ ସିରାଜଉଦ୍ଦୌଲାଙ୍କ ପାଖରେ 20,000 ସୈନିକ ଥିଲେ
ଯାହା କେବଳ ବିଶ୍ୱାସଘାତକତା ଯୋଗୁଁ ଭାରତର ଏକ ଧନୀ ରାଜ୍ୟ ବେଙ୍ଗଲ ବିନା ଯୁଦ୍ଧରେ ଇଂରେଜମାନଙ୍କ ହାତକୁ ଚାଲିଯାଇଥିଲା। ଏହାପରେ 1764 ମସିହାରେ ହେଲା ବକ୍ସାର ଯୁଦ୍ଧ। ଏଥର କମ୍ପାନୀ ସମ୍ମୁଖରେ ଥିଲେ ମୁଗଲ ବାଦଶାହ ଶାହ ଆଲମ ଏବଂ ଅବଧର ନବାବ। ଏହି ଯୁଦ୍ଧରେ କମ୍ପାନୀର ବିଜୟ ଭାରତର ଭାଗ୍ୟ ବଦଳାଇ ଦେଲା। ଏହାପରେ ବ୍ରିଟିଶମାନଙ୍କୁ ଦିୱାନା ରାଇଟ୍ସ ଅର୍ଥାତ୍ ଟ୍ୟାକ୍ସ ସଂଗ୍ରହ କରିବାର ଅଧିକାର ମିଳିଗଲା। ଏବେ କମ୍ପାନୀକୁ ବ୍ୟବସାୟ କରିବା ପାଇଁ ୟୁରୋପରୁ ଟଙ୍କା ଆଣିବା ଦରକାର ପଡ଼ିଲା ନାହିଁ। ସେମାନେ ଭାରତୀୟଙ୍କ ଠାରୁ ଟ୍ୟାକ୍ସ ଆଦାୟ କରୁଥିଲେ ଏବଂ ସେହି ଟଙ୍କାରେ ଭାରତରୁ ଜିନିଷ କିଣି ବିଦେଶକୁ ରପ୍ତାନି କରୁଥିଲେ। ଜଣେ ପ୍ରସିଦ୍ଧ ଇକୋନୋମିଷ୍ଟଙ୍କ ଅନୁସାରେ ବ୍ରିଟିଶ ଶାସନ କାଳରେ ଭାରତରୁ ପାଖାପାଖି $45 ଟ୍ରିଲିୟନ ସମ୍ପତ୍ତି ଲୁଟ୍ ହୋଇଥିଲା। ସେହି ସମୟରେ କମ୍ପାନୀ ଏତେ ପରିମାଣର ଟ୍ୟାକ୍ସ ବଢ଼ାଇ ଦେଲା ଯେ ଚାଷୀମାନେ ନିଜେ କରିଥିବା ଶସ୍ୟ ମଧ୍ୟ ଖାଇବାକୁ ପାଇନଥିଲେ। ଆଉ ଏହାର ପରିଣାମ ସ୍ୱରୂପ 1770 ମସିହାରେ ବେଙ୍ଗଲରେ ଏକ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା, ଯାହାକୁ ଦ ଗ୍ରେଟ୍ ବେଙ୍ଗଲ ଫେମିନ୍ ମଧ୍ୟ କୁହାଯାଏ। ଏହା ଭାରତୀୟ ଇତିହାସର ସବୁଠାରୁ ଭୟଙ୍କର ଏବଂ ଦୁଃଖଦାୟକ ଘଟଣା ଥିଲା। ଏଥିରେ 3 କୋଟିରୁ ଅଧିକ ଲୋକ ପ୍ରଭାବିତ ହେବା ସହିତ ପ୍ରାୟ 1 କୋଟି ଲୋକ ପ୍ରାଣ ହରାଇଥିଲେ, ଯାହା ସେତେବେଳେ ବେଙ୍ଗଲ ଜନସଂଖ୍ୟାର ପ୍ରାୟ 1/3 ଥିଲା। ଏହି ମହାଦୁର୍ଭିକ୍ଷ ପଛରେ ପ୍ରକୃତି ଅପେକ୍ଷା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଶୋଷଣମୂଳକ ଟିକସ ବ୍ୟବସ୍ଥା ରହିଥିଲା। ଯଦିଓ 1769 ମସିହାରେ ବର୍ଷା ଅଭାବରୁ ଫସଲ ହାନି ହୋଇଥିଲା, କିନ୍ତୁ ବ୍ରିଟିଶ କମ୍ପାନୀର ଅମାନବୀୟ ନୀତି ଏହି ସାଧାରଣ ସମସ୍ୟାକୁ ଏକ ମହା ବିପତ୍ତିରେ ପରିଣତ କରିଦେଲା। 1765 ମସିହାରେ ଦିୱାନୀ ଅଧିକାର ପାଇବା ପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗଳାରୁ ରାଜସ୍ୱ ଆଦାୟ କରିବାର କ୍ଷମତା ପାଇଲା। ଆଉ ସେମାନଙ୍କର ପ୍ରାଥମିକ ଲକ୍ଷ୍ୟ ଥିଲା ଅଧିକରୁ ଅଧିକ ଲାଭ ଉଠାଇବା। ଦୁର୍ଭିକ୍ଷ ସମୟରେ ଯେତେବେଳେ ଲୋକଙ୍କ ପାଖରେ ଖାଇବାକୁ ଦାନାଟିଏ ନଥିଲା, ସେତେବେଳେ ମଧ୍ୟ ବ୍ରିଟିଶମାନେ ଟିକସ କୋହଳ କରିନଥିଲେ, ବରଂ ସେମାନେ ପୂର୍ବ ଅପେକ୍ଷା ଅଧିକ କଠୋର ଭାବେ ଟ୍ୟାକ୍ସ ଆଦାୟ କରିଥିଲେ। ଆଉ 1770 ମସିହାରେ ଯେତେବେଳେ ଦୁର୍ଭିକ୍ଷ ତାର ଚରମ ସୀମାରେ ରହିଥିଲା, ସେତେବେଳେ କମ୍ପାନୀର ଲାଭ ପୂର୍ବ ଅପେକ୍ଷା ସବୁଠାରୁ ଅଧିକ ଥିଲା। ସେହି ସମୟରେ ଇଂରେଜମାନେ କୃଷକମାନଙ୍କୁ ଖାଦ୍ୟଶସ୍ୟ ଯେପରି ଧାନ ଗହମ ପରିବର୍ତ୍ତେ କ୍ୟାଶ୍ କ୍ରପ୍ ଯଥା ନୀଳ ଏବଂ ଅଫିମ ଚାଷ କରିବାକୁ ବାଧ୍ୟ କରୁଥିଲେ, ଯାହାଦ୍ୱାରା ବଜାରରେ ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଦେଇଥିଲା। କମ୍ପାନୀର କର୍ମଚାରୀମାନେ ନିଜ ପାଇଁ ଖାଦ୍ୟଶସ୍ୟ ଗଚ୍ଛିତ ରଖି ଏହାକୁ ଅତ୍ୟଧିକ ଚଢ଼ା ଦରରେ ବିକ୍ରି କଲେ, ଯାହାକୁ ସାଧାରଣ କୃଷକ କିଣିବାକୁ ଅସମର୍ଥ ହୋଇ ଭୋକରେ ମରିବାକୁ ଲାଗିଲେ। ଆଉ ଏହି ସମୟରେ ବଙ୍ଗଳାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ଗାଁ ପରେ ଗାଁ ଶୂନ୍ୟ ହୋଇଗଲା। ରାସ୍ତା କଡ଼ରେ ମୃତଦେହ ପଡ଼ି ରହିଥିଲା, ଯାହାକୁ ସଂସ୍କାର କରିବା ପାଇଁ ମଧ୍ୟ କେହି ନଥିଲେ। ଏହି ସବୁ ଘଟଣା କେବଳ ଗୋଟିଏ କମ୍ପାନୀର ଲୋଭ ଏବଂ ଶୋଷଣର ପରିଣାମ ସ୍ୱରୂପ ହୋଇଥିଲା। ଆଉ ଏହି ସମ୍ପତ୍ତିକୁ ନେଇ ସେମାନେ ୟୁରୋପରେ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ ବା ଶିଳ୍ପ ବିପ୍ଳବ ଆଣିଥିଲେ। 1857 ମସିହାରେ ହୋଇଥିବା ସିପାହୀ ବିଦ୍ରୋହ ପରେ ଭାରତର ଶାସନ ଦାୟିତ୍ୱ ବ୍ରିଟିଶ କ୍ରାଉନ ହାତକୁ ଚାଲିଯାଇଥିଲା। କିନ୍ତୁ ସେହି 250 ବର୍ଷର ଲୁଟ୍ ଭାରତକୁ ଏକ ଗରିବ ଦେଶରେ ପରିଣତ କରିଦେଲା। ତେବେ ଯେଉଁ କମ୍ପାନୀ ଭାରତକୁ 200 ବର୍ଷ ଗୁଲାମ ବନାଇଥିଲା, 2010 ମସିହାରେ ସେହି ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଜଣେ ଭାରତୀୟ ବ୍ୟବସାୟୀ ସଞ୍ଜୀବ ମେହଟା କିଣି ନେଇଥିଲେ। ଆଉ ଆଜି ସେହି କମ୍ପାନୀର ମାଲିକ ଜଣେ ଭାରତୀୟ।